ଜାହାଜରେ ଆଇରନ୍ ଲୋଡ୍ ସମୟରେ ଘଟିଲା ଅଘଟଣ। କ୍ରେନ୍ ସହାୟତାରେ ଆଇରନ୍ ଲୋଡ୍ ହେଉଥିବା ସମୟରେ ହଠାତ୍ ହାଇୱା ଉପରେ ଖସି ପଡ଼ିଲା ଆଇରନ୍ ଗ୍ରାଫ୍। ଘଟଣାସ୍ଥଳରେ ଡ୍ରାଇଭର ମୃତ। ଘଟଣା ଘଟିଛି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ରହିଥିବା CQ-1 ବର୍ଥରେ। ଗତକାଲି ବର୍ଷା କାରଣରୁ ଆଇରନ୍ ଗୁଣ୍ଡ ସବୁ କାଦୁଅ ଅବସ୍ଥାରେ ରହିଥିବା ବେଳେ ଏହାକୁ ଲୋଡ୍ ଦିଆଯାଇଥିଲା। ହଠାତ୍ କ୍ରେନ୍ରେ ରହିଥିବା ଗ୍ରାଫ୍ ଖୋଲିଯିବା କାରଣରୁ ତଳେ ରହିଥିବା ହାଇୱା ଉପରେ ଖସି ପଡ଼ିଥିଲା ଆଇରନ୍। ଘଟଣାସ୍ଥଳରେ ହାଇୱା ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ ଡ୍ରାଇଭରଙ୍କ ନାମ ସରୋଜ ଖିଲାର ବୋଲି ସୂଚନା ମିଳିଥିବା ବେଳେ ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ପାରାଦୀପ ବନ୍ଦର CQ-1 ବର୍ଥରେ ଲାଗିଥିବା ଜିନ୍ ହାଇୱେ ନାମକ ଜାହାଜରେ ଆଇରନ୍ ଅନଲୋଡ୍ ହେଉଥିବା ସମୟରେ ଘଟିଛି ଏଭଳି ଦୁର୍ଘଟଣା। ଖବର ପ୍ରଚାରିତ ହେବା ପରେ ସାଥୀ ଡ୍ରାଇଭରମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ଲାଗି ରହିଛି। ସାଥୀ ଡ୍ରାଇଭରମାନେ କାର୍ଯ୍ୟ ଛାଡ଼ି ଧାରଣାରେ ବସି ରହିଥିବା ଫଳରେ କାର୍ଯ୍ୟ ବନ୍ଦ ରହିଥିବା ନେଇ ସୂଚନା ମିଳିଛି। ଲଗାଇଲେ ଗାଡ଼ି ପଳା ସେ ମାଗି